ସମସ୍ତେ ରାଜାଙ୍କୁ ପ୍ରଶ୍ନ କରିଛନ୍ତି, ହେ ରାଜନ, ଆପଣ ଦୁଃଖୀ କାହିଁକି ଅଛନ୍ତି, ଆପଣ ଅସୁଖୀ କାହିଁକି ଅଛନ୍ତି ଏବଂ ବୋଧହୁଏ ଆପଣଙ୍କର ଏଇ ଦୁଃଖ ଇଏ ଅସୁଖ ହେଉଛି ଆପଣଙ୍କର ଏଇ ଯେଉଁ ଅସୁସ୍ଥତାର କାରଣ। ରାଜା କହୁଛନ୍ତି ଯେ ପ୍ରକୃତରେ ମୁଁ ସୁଖର ସନ୍ଧାନରେ ଅଛି, ମୋତେ ସୁଖ ଦରକାର, ସୁଖୀ ଲୋକ ଦରକାର ଏବଂ ଯିଏ ସୁଖୀ ରହିପାରୁଛି ମୋତେ ତାଠାରୁ ଜ୍ଞାନ ଦରକାର, ତତ୍ତ୍ୱ ଦରକାର, ସିଏ କେମିତି ସୁଖୀ ରହିପାରୁଛି। ଆଜିକାଲି ଆମେ ସମସ୍ତେ ତ ସୁଖର ପଛରେ ଦୌଡ଼ୁଛନ୍ତି, ଆଜିକାଲି ନୁହଁ ପ୍ରାଚୀନ ସମୟରୁ ମଧ୍ୟ ଗୋଟେ ସୁଖର ପଛରେ ଦୌଡ଼ିବା, ସୁଖର ସନ୍ଧାନ କରିବା ଏବଂ ଯାବତ୍ ଜୀବେତ୍ ସୁଖଂ ଜୀବେତ୍ ଋଣଂ କୃତ୍ୱା ଘୃତଂ ପିବେତ୍, ଯାହା ଚାର୍ବାକ କହିଥିଲେ ଆମେ ଆଲୋଚନା କରିଥିଲେ। ଏଇ ଯେଉଁ ଭୌତିକ ସୁଖରେ